হচ্ছে স্বভাব কবি গঙ্গাধর মাটি ଆପଣ ଦେଖୁଛନ୍ତି ଗ୍ରାସରୁଟ୍ ସ୍ତରରେ ବର୍ତ୍ତମାନ କଂଗ୍ରେସ ସଂଗଠନର ନିର୍ମାଣ ଶେଷ ଅବସ୍ଥାରେ ଅଛି। ଜିଲ୍ଲା ନଥିଲା, ଜିଲ୍ଲା କମିଟି ଗୁଡ଼ାକ ହେଲା, ବ୍ଲକ କମିଟି ଗୁଡ଼ାକ ହେଲା, ବର୍ତ୍ତମାନ ଜିଲ୍ଲା ପରିଷଦ ଜିଲ୍ଲା ପଞ୍ଚାୟତ କମିଟି, ଜିଲ୍ଲା ପରିଷଦ ପାଇଁ ଯେଉଁ ଜୋନ୍ ଥାଏ ସେ ଜୋନ୍ କମିଟି ଆଉ ପଞ୍ଚାୟତ କମିଟି ଗୁଡ଼ାକ ଚାଲିଛି। ଏ ମାସ ଶେଷ ସୁଦ୍ଧା ସରିଯିବ ଏବଂ ବୁଥ୍ ମାନଙ୍କରେ ବର୍ତ୍ତମାନ ବିଏଲ୍ଏ ନିର୍ମାଣ ହୋଇସାରିଲାଣି 32,000 ବୁଥରେ। ତେଣୁ ଗ୍ରାସରୁଟ୍ରେ କଂଗ୍ରେସ ଯେତେବେଳେ ହୋଇସାରିଲାଣି ଏ ସମୟରେ ସାଧୁ ନେପାକ ଭଳିଆ ବ୍ୟକ୍ତିତ୍ୱ ଯେ ଆମର ଓଡ଼ିଶାର ପଶ୍ଚିମାଞ୍ଚଳରେ ସବୁ ଜାଗାରେ ଫେମସ୍, ତାଙ୍କୁ ଜାଣିଛନ୍ତି ଲୋକେ। ଜଣେ ଦକ୍ଷ ବିଧାୟକ ଥିଲେ, କଂଗ୍ରେସର ବିଚାରଧାରା ଆଉ କଂଗ୍ରେସ ପ୍ରତି ସମର୍ପଣ ତାଙ୍କର ବହୁତ ଆଦରତାର ସହିତ ଥିଲା। କୌଣସି କାରଣବଶତଃ ତାଙ୍କୁ ଛାଡ଼ିବାକୁ ପଡ଼ିଥିଲା, କିନ୍ତୁ ଆଜି ସେ ବିଶେଷ ସମୟ ବି ରହିନାହାନ୍ତି। 7-8 ବର୍ଷ ପରେ ପୁଣି ଥରେ ନିଜ ଘରକୁ ଫେରିଛନ୍ତି। ଆପଣ ଦେଖନ୍ତୁ ଯେତେ ଆସିଛନ୍ତି ଗୋଟେ ଗୋଟେ ତୁଙ୍ଗ ନେତା ତାଙ୍କ ଅଞ୍ଚଳର, ତାଙ୍କ ସାଙ୍ଗରେ ଯେଉଁ ଅଛନ୍ତି ଏଠି 70 ଜଣ ଖଣ୍ଡେ ଆସିଛନ୍ତି, ଆହୁରି ଅନେକ ଆସିପାରିଲେ ନାହିଁ। ବିରାଟ ରେଲି ମଧ୍ୟ ବରଗଡ଼ ଜିଲ୍ଲାରେ ହେବ ତାଙ୍କର ଯୋଗଦାନ ପରେ ଏବଂ ବରଗଡ଼ ଜିଲ୍ଲାରେ ସଂଗଠନ କରିବା ଦ୍ୱାରା ତାଙ୍କର ପ୍ରଭାବ ସମ୍ବଲପୁର ଜିଲ୍ଲାରେ, ଝାରସୁଗୁଡ଼ାରେ, ସୁନ୍ଦରଗଡ଼ରେ ମଧ୍ୟ ଅଛି ଏବଂ ବଲାଙ୍ଗୀର କଳାହାଣ୍ଡି ଅଞ୍ଚଳରେ ବି ସେ ବହୁତ ଫେମସ୍। ତେଣୁ ଏଭଳିଆ ଗୋଟେ ବ୍ୟକ୍ତିତ୍ୱ ଆସିଛନ୍ତି ଯେଉଁ ସମୟରେ କଂଗ୍ରେସ ଗ୍ରାସରୁଟ୍କୁ ପହଞ୍ଚି ଯାଇଛି। ତେଣୁ ଗ୍ରାସରୁଟ୍ରେ ଆହୁରି ବି ଯେଉଁ ବିଭିନ୍ନ ନେତାମାନେ ଅଛନ୍ତି ବିଭିନ୍ନ ଜିଲ୍ଲାରେ ଆମ ସାଙ୍ଗରେ ଯୋଗାଯୋଗରେ ଅଛନ୍ତି। ସମ୍ବଲପୁରରେ ମଧ୍ୟ ଆସନ୍ତା ମାସରେ ଗୋଟେ ବଡ଼ ଜଏନିଂ ହେବ ଏବଂ ଅନୁଗୁଳରେ ଗୋଟେ ବଡ଼ ଜଏନିଂ ଅଛି। ଏଭଳିଆ ବିଭିନ୍ନ ଜିଲ୍ଲାର କଥାବାର୍ତ୍ତା ଚାଲିଛି, ସେମାନେ ଜଏନିଂ କରିବେ, ଡେଟ୍ ସ୍ଥିର ହୋଇନାହିଁ। ତେଣୁ କଂଗ୍ରେସ ଗ୍ରାସରୁଟ୍ରେ ଆସିବା ସାଙ୍ଗକୁ କଂଗ୍ରେସର ଜିଲ୍ଲା ସ୍ତରରେ ମଜବୁତ ନେତାମାନେ ଯେତେବେଳେ ଆସିଯିବେ ସବୁ ଜାଗାରେ, କଂଗ୍ରେସ 2029 ଦୂର ନୁହଁ ବୋଲି ଲୋକେ ନିଜେ କହିବେ। ଏଇଭଳିଆ ଗ୍ରାସରୁଟ୍ର ଲୋକମାନେ ଯେଉଁ ଆସୁଛନ୍ତି, ଯେଉଁମାନେ ଜମିନର ଲୋକମାନେ, ଯେଉଁମାନେ ଲୋକଙ୍କ ସାହିତ୍ୟରେ ଥାଏ, ସେ ଏମିତି ନାହିଁ। ସେ କହୁଥିଲେ ଘର ଘର ବୁଲି ଲୋକଙ୍କ ସାଙ୍ଗରେ କଥା ହେଇ ଲୋକଙ୍କର ପାରମିସନ୍ ନେଇକି ଜଏନ୍ କରିଛନ୍ତି। ଜଣେ ମାସ୍ ବେସ୍ ଲିଡର, ଲୋକଙ୍କ ପାଖରେ ରହିବା ନେତା ସେ। ତେଣୁ ଲୋକଙ୍କର ପବ୍ଲିକ୍ ଓପିନିଅନ୍ ହେଉଛି କଂଗ୍ରେସ ଫେଭରରେ କେମିତି ଅଛି, ସେ ତାଙ୍କ କଥାରେ କହିବେ। ତେଣୁ ଆଜି କଂଗ୍ରେସ ଆସନ୍ତା ଦିନରେ ସବୁ କ୍ଷେତ୍ରରେ ଭଲ କରିଆସୁଛି ଏବଂ କରିବ ମଧ୍ୟ।